ଆମର ବଡ଼ କୁଶସ୍ଥାୟୀ ଜିପିରୁ କାଲି ଗୋଟେ ରିଜଲ୍ୟୁସନ୍ ଆସିଛି କି ତାଙ୍କର ବଡ଼ କୁଶସ୍ଥାୟୀ ଏବଂ ସାନ କୁଶସ୍ଥାୟୀ ଯେଉଁ ରେଭିନ୍ୟୁ ଭିଲେଜ୍ ଅଛି ସେ ବି ମିଶିବାକୁ ଚାହୁଁଛନ୍ତି। ତାକୁ ଧରିକି ଆମର ଏ ସ୍ୱତନ୍ତ୍ର ବୈଠକ ଆଜି ହେଇଥିଲା। ଏଠି ନିଷ୍ପତ୍ତି ନିଆଯାଇଛି କି ନିଶ୍ଚୟ ଆମେ ସେ ଦୁଇଟା ଜିପିକୁ ମିଶାଇଦେବା। ବର୍ତ୍ତମାନ ସୁଦ୍ଧା ସାର୍ ଗ୍ରେଟର ବ୍ରହ୍ମପୁର କେତୋଟି ପଞ୍ଚାୟତକୁ ସାମିଲ କରାଗଲା? ଟୋଟାଲ 14 ପଞ୍ଚାୟତ ହିଁ ଅଛି, କିନ୍ତୁ ବଡ଼ କୁଶସ୍ଥାୟୀରୁ ଯେଉଁ ଦୁଇଟା ରେଭିନ୍ୟୁ ଭିଲେଜ୍ ରହିଯାଇଥିଲା ତାକୁ ଆଜି ମିଶାଇଦେବା। ଏଇଟା ସାର୍ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସରକାରଙ୍କୁ ଏଠୁ ଇନକ୍ଲୁଜନ୍ ରିପୋର୍ଟ ବି ଯିବ, ଆଉ ଆଜି ତାଙ୍କର ଏକ୍ସକ୍ଲୁଜନ୍ ରିପୋର୍ଟ ବି ଏଠୁ ପାଇଯିବ। ସୋ ଯେଉଁ ବି ଡକ୍ୟୁମେଣ୍ଟସ୍ ଫିଲ୍ଡରୁ ଯିବାର ଅଛି ସେ ସବୁ ଆଜି ପାଇଯିବ। ଆଜିର ଏ ବୈଠକରେ ଆଗରୁ 15 ଦିନ ତଳେ ମଧ୍ୟ ଆମେ ଆଉ ଗୋଟେ ଜରୁରୀକାଳୀନ ବୈଠକ କରିଥିଲୁ, ଯେଉଁଥିରେ ଗ୍ରେଟର ବ୍ରହ୍ମପୁର ପାଇଁ ଯେଉଁ ବିଭିନ୍ନ ପଞ୍ଚାୟତ ସାମିଲ ହେଇଥିଲା, କିନ୍ତୁ ଏ ଭିତରେ ପଲ୍ଲୀଗୁମଳା ବଡ଼ କୁସ୍ଥଳୀର କିଛି ଅଂଶ ବାକି ରହିଯାଇଥିଲା, ଯାହାକି ଆଜି ଆମେ ପୁଣି ଥରେ ତାକୁ ଜରୁରୀକାଳୀନ ବୈଠକ ଡକେଇଲୁ। କାହିଁକି ନା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆମେ ଯଦି ଦେଇପାରିବା ନାହିଁ ତାହେଲେ ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେଇପାରିବ ନାହିଁ। କିନ୍ତୁ ଏ ଭିତରେ ମଧ୍ୟ ଗୋଟିଏ କଥା ଯାହାକି ଶ୍ଵେତା ମ୍ୟାଡାମ କହୁଥିଲେ ବି, ସେ କଥାକୁ ମୁଁ ବି ବାରମ୍ବାର ଉଠେଇଛି ଯେ ମହାନଗର ନିଗମକୁ ବଢେଇବାରେ ଆମର କିଛି ଅସୁବିଧା ନୁହେଁ, ଆମେ ସ୍ୱାଗତ ଜଣାଉଛୁ, କିନ୍ତୁ ତା ପାଇଁ ସ୍ୱତନ୍ତ୍ର ଫଣ୍ଡର ଆବଶ୍ୟକତା ଅଛି। କେବଳ ଫଣ୍ଡ ନୁହେଁ, ଆପଣଙ୍କର କର୍ମଚାରୀର ଆବଶ୍ୟକତା ଅଛି ଏବଂ ଫଣ୍ଡର ଆବଶ୍ୟକତା ଅଛି। ତାକୁ ଯଦି ଦେଇପାରିବେ ତାହେଲେ ଅତି ଶୀଘ୍ର ଡିପିଆର୍ ତିଆରି କରନ୍ତୁ ଏବଂ ଫଣ୍ଡକୁ ଡିକ୍ଲାର କରନ୍ତୁ, ଷ୍ଟାଫ ମଧ୍ୟ ଡିକ୍ଲାର କରନ୍ତୁ। ଏତିକି ହେଲା କଥା। 14ଟି ପଞ୍ଚାୟତ ମିଶିଛି, ଆପଣଙ୍କୁ ମିଳିଯିବ ବି ଲିଖିତ ଆକାରରେ ଆପଣଙ୍କୁ ମିଳିଯିବ। 14ଟି ପଞ୍ଚାୟତ ବହୁତ ବଡ଼ ଅଞ୍ଚଳ। ଆମେ କହୁନୁ ବର୍ତ୍ତମାନ ଆଗାମୀ ବ୍ରହ୍ମପୁର ମହାନଗର ନିଗମ ଯାହାକି ଆପଣଙ୍କର ଇଲେକ୍ସନ ହେବାକୁ ଅଛି 2027ରେ, ଆକୁ ଯଦି ଟ୍ରୁଲି ଆମେ କାମରେ ଲଗେଇବା ତାହେଲେ ଆପଣ ଦେଖିବେ ପରିବର୍ତ୍ତିତ ଅବସ୍ଥାରେ ବ୍ରହ୍ମପୁର ଏବଂ ଆର କେବଳ ୱାର୍ଡର ସମ୍ପ୍ରସାରଣ ନୁହେଁ, ଆକୁ ନିର୍ବାଚନ ମଣ୍ଡଳ ସ୍ତରରେ ମଧ୍ୟ ଯଦି ଆମେ ଭାଗ କରିବା ନାହିଁ ତେବେ ଆମେ ଆକୁ ସୁବିଧାରେ ସେବା ଯୋଗାଇ ପାରିବା ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କ ମାଧ୍ୟମରେ ଅନରେବଲ ସିଏମକୁ ଅନୁରୋଧ କରୁଛି, ସବୁ ପ୍ରକାର ଜିନିଷକୁ ଆଖି ଆଗରେ ରଖିକି ଫଣ୍ଡ ଦେବା, କର୍ମଚାରୀ ଦେବା, ୱାର୍ଡ ବଢ଼େଇବା, ତା ସହିତ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ବଢ଼େଇବାକୁ ମୁଁ ଅନୁରୋଧ କରୁଛି। ନାଇଁ ଶୁଣନ୍ତୁ, ଆପଣଙ୍କର ପଞ୍ଚାୟତ ମିଶାଇବାକୁ ଯେଉଁ ଅନୁରୋଧ ଆସିଲା ଆମେ ତାକୁ ମିଶାଇଲୁ। ତାପରେ ଯାହା ଅଫିସିଆଲ କାମ ଅଛି ସେ କଥାକୁ ନିଜ ଗଭର୍ଣ୍ଣମେଣ୍ଟ ଯାହା ଯେଉଁ ପ୍ରକାର ବ୍ୟବସ୍ଥା କରିବେ ସେ ଅନୁଯାୟୀ କାମ ହେବ।